ମାୟା ପଲ୍ଲବୀଙ୍କର ଚାକିରିରୁ ସସ୍ପେଣ୍ଡ ହେବା କଥା ନେଇକି ଆଦର୍ଶକୁ କହିଲେ କି ଦେଖିଲୁ ତ ଆମ ଘରର ମାନ ସମ୍ମାନ ହେରିଆ ସବୁ ସିଏ ମାଟିରେ ମିଶେଇ ଦେଲା। ଏବେ ଯଦି ଲୋକମାନେ ମୋତେ ପଚାରିବେ ମୁଁ ସେମାନଙ୍କୁ କ'ଣ ଉତ୍ତର ଦେବି? ତାପରେ ମାୟା କହିଲେ ମାନୁଛି ଏସବୁ ହେଉଛି ଆମ ଶତ୍ରୁ MLA ପାଇଁ, ହେଲେ ଆମ ଉପରୁ କାଦୁଅ ଫୋପାଡ଼ିବାକୁ ତାକୁ ତ ପଲ୍ଲବୀ ସୁଯୋଗ ଦେଇଛି ନା। ଏବେ ପଲ୍ଲବୀ ଭୁଲର ସଜା ଭୋଗିବା ଆମେ। ତୁ କହୁଥିଲୁ ନା ପଲ୍ଲବୀ ଯେଉଁ ଭୁଲ କରିଛି ତାକୁ କ୍ଷମା କରିଦେବି, ତାକୁ ଭୁଲିଯିବି। ଏବେ ତ ମୁଁ ତା ସଜା ଏବେ କ'ଣ ଏଇ ଜନ୍ମରେ ବି କେବେ ବି ଭୁଲିବିନି। ତାପରେ ଆନନ୍ଦ କହିଲେ ମାୟା ଏସବୁ ତମେ ବନ୍ଦ କର। ବର୍ତ୍ତମାନ ପରିସ୍ଥିତିରେ ଆଦର୍ଶ ସହିତ କ'ଣ ବିତୁଥିବ ସେଇ କଥା ଥରେ ଟିକେ ଚିନ୍ତା କର। ହଁ। ଆଦର୍ଶ କହିଲେ ଥାଉ ବାପା, ଆପଣ ମୋ ପାଇଁ ତାଙ୍କ ଆଗରେ କହିବା କିଛି ବି ଦରକାର ନାହିଁ। ଆଦର୍ଶ କହିଲେ ମା ତମ ମନରେ ଯଦି ଆମ ପ୍ରତି ଏତେ ଘୃଣା ଅଛି ତାହେଲେ ଆମକୁ ଏଠି ରଖିଛ କ'ଣ ପାଇଁ? ମୁଁ ତମ ପୁଅ ନୁହେଁ। ଆଉ ପଲ୍ଲବୀଙ୍କର ଏ ଘରେ ବୋହୂ ହବାର ଯୋଗ୍ୟତା ନାହିଁ। ତାହେଲେ ଠିକ୍ ଅଛି, ଆମେ 2 ଜଣ ଆଉ କାହିଁ ଏ ଘରେ ରହିବୁ, ଆମେ ଘରୁ ଚାଲି ଯାଉଛୁ। ତାପରେ ପଲ୍ଲବୀ ଆସିବାର ଦେଖି ରୁବି କହିଲେ ଏଇ ତ ଖାକି ପୋଷାକ ଧରିକି ଚାଲି ଆସିଲା, ଠିଆ ହେଲୁ କ'ଣ ପାଇଁ? ଆସ ଭିତରକୁ ଆସ। ପଲ୍ଲବୀ ଘର ଭିତରକୁ ଏଣ୍ଟ୍ରି କରି ସାରିଲା ପରେ ରୁବି ତାଙ୍କ ପାଖକୁ ଯାଇ କହିଲେ ଦେ ସେ ବର୍ଦ୍ଦି, ଆରି ପାଇଁ ଏତିକ ସବୁ ଅଶାନ୍ତି। ଏତିକି କହିକି ବର୍ଦ୍ଦିକୁ ଛଡ଼େଇ ଆଣିକି ଧରି ତାକୁ ଫୋପାଡ଼ି ଦେଲେ। ପଲ୍ଲବୀ କହିଲେ ରୁବି ମାଉସୀ, ମୁଁ ମୋ ନିଜର ଅପମାନ ସହିପାରିବି, ହେଲେ ବର୍ଦ୍ଦିର ଅପମାନ କେବେ ବି ନୁହେଁ। ତାପରେ ଆଦର୍ଶ ପଲ୍ଲବୀଙ୍କ ହାତ ଧରିକି କହିଲେ ଚାଲ ପଲ୍ଲବୀ, ଆମେ ଏ ଘରୁ ବାହାରି ଯିବା। ଏ ଘର ଆମ ପାଇଁ ନୁହେଁ। ଏ ଘରେ ତ ଅଧାରୁ ଅଧିକ ଲୋକ ଆମକୁ ଘୃଣା କରନ୍ତି। ତେଣୁ ଆମେ ଏଇଠି ରହିବା ଉଚିତ ନୁହେଁ। ଚାଲ ଯିବା ପଲ୍ଲବୀ। ତାପରେ ପଲ୍ଲବୀ ଆଦର୍ଶ ଚାଲି ଯାଉଥିଲା ବେଳେ ମମତା ତାଙ୍କୁ ଅଟକେଇକି କହିଲେ ରହିଯା ଆଦର୍ଶ, ତୁ ମୋ ପୁଅ। ଯୋଉ ପର୍ଯ୍ୟନ୍ତ ମୁଁ ଏ ଘରେ ଅଛି ତୁ ଏ ଘର ଛାଡ଼ି କେବେ ବି ଯାଇପାରିବୁନୁ। ଆନନ୍ଦ କହିଲେ ମମତା ଠିକ୍ କହୁଛନ୍ତି ମାୟା, ଆଦର୍ଶ ମୋର ବି ପୁଅ, ଆଉ ପଲ୍ଲବୀ ମୋର ବୋହୂ। ଯୋଉ ପର୍ଯ୍ୟନ୍ତ ମୁଁ ଏ ଘରେ ଅଛି ସେମାନେ ଏ ଘରୁ କୁଆଡ଼େ ବି ଯାଇପାରିବେନି। ତାପରେ ଆଦର୍ଶ କହିଲେ ବାବା ଆପଣ ଇଏ କ'ଣ କରୁଛନ୍ତି? ମୁଁ କହିଲି ନା ମୁଁ ଏ ଘରେ ରହିବାକୁ ଚାହୁଁନି, ତାପରେ ବି ନିଜ ଭିତରେ ଝଗଡ଼ା କ'ଣ ପାଇଁ କରୁଛନ୍ତି? ତାପରେ ଚାଲ ପଲ୍ଲବୀ କହିକି ଯିବାକୁ ବାହାରିଲା ବେଳକୁ ମମତା କହିଲେ ଦିଦି ମୁଁ ଆଜି ପର୍ଯ୍ୟନ୍ତ ତମକୁ ବହୁତ ସମ୍ମାନ ଦେଇ ଆସୁଥିଲି। ମୁଁ ଆଜି ପର୍ଯ୍ୟନ୍ତ ତମର ସବୁ କଥା ମାନି ଆସୁଥିଲି, ହେଲେ ଏବେ ବହୁତ ସହିଲି। କିନ୍ତୁ ତମେ ଆଦର୍ଶକୁ ବୁଝିପାରିଲନି। ତମରି ଆଖି ସାମ୍ନାରେ ରୁବି ଦିଦି ପଲ୍ଲବୀର ବର୍ଦ୍ଦିକୁ ଅପମାନ କଲେ, ତାପରେ ବି ତମର କିଛି ବି ଫରକ ପଡ଼ିଲାନି। ମମତା କହିଲେ ତମେ କୋଉ ଧରଣର ମା ଦିଦି ଯିଏ ଆଜି ପର୍ଯ୍ୟନ୍ତ ପୁଅର ମନ କଥା ବୁଝିପାରିଲାନି? ଆଜି ତମେ ମୋତେ କହିବା ପାଇଁ ବାଧ୍ୟ କରିଦେଲ ଦିଦି। ତାପରେ ମମତା ଆଦର୍ଶ ଓ ପଲ୍ଲବୀଙ୍କ ପାଖକୁ ଯାଇ କହିଲେ ଆଦର୍ଶ ମୋ ପୁଅ ଓ ପଲ୍ଲବୀ ମୋ ବୋହୂ। ଏ 2 ଜଣଙ୍କର ଭିତରେ କିଛି ବି ଅନ୍ୟାୟ କରିବାକୁ ଦେବିନି ମୁଁ। ତାପରେ ପଲ୍ଲବୀ ଏପଟ ସେପଟ ହେଇ MLA କରିଥିବା ଭିଡ଼ିଓ ଏବଂ ନିଜ ଚାକିରି ସସ୍ପେଣ୍ଡ ହେବା କଥା ସବୁ ଭାବୁଛନ୍ତି।